କାରଣ ତାଙ୍କ ମନରେ ତାଙ୍କର ଆତ୍ମୀୟ ସ୍ୱଜନ ମାନଙ୍କ ପ୍ରତି ଗୋଟେ ଦୟା ଭାବ ଥିଲା, ସହାନୁଭୂତିଶୀଳତା ଥିଲା, ଯାହାକି ତାଙ୍କ ମନରେ ଗୋଟେ ଭ୍ରାନ୍ତ ଧାରଣା ସୃଷ୍ଟି କରିଥିଲା। ଆମେ ସମସ୍ତେ ଗୀତାର ଶ୍ଲୋକରୁ ଏହା ଜାଣିଛେ ଯେ ଆମେ ଯେତେ ବି ଏଇ ସମାଜରେ ଯେତେ ବି ଆମେ ଯେତେ ମାନବ ମାନେ ହୁଅନ୍ତୁ, ପଶୁ ମାନେ ହୁଅନ୍ତୁ, ସମସ୍ତେ ଏକ ଶରୀର ଧାରଣ କରିଛେ, କିନ୍ତୁ ଏ ଶରୀର ଭିତରେ ଯୋଉ ଆତ୍ମାଟା ଅଛି ସେ ଆତ୍ମାର କେବେ ବିନାଶ ହୁଏ ନାହିଁ। ମୃତ୍ୟୁ ହଉଛି ନିରନ୍ତର ସତ୍ୟ ଅଟେ, କିନ୍ତୁ ମୃତ୍ୟୁ ପରେ ଆମର ମଧ୍ୟ ଆମ ଆତ୍ମାର ବିନାଶ ଘଟେ ନାହିଁ। ଆମ ଆତ୍ମା କେବଳ ଗୋଟେ ଶରୀର ତ୍ୟାଗ କରି ଆଉ ଗୋଟେ ଶରୀର ମଧ୍ୟରେ ପ୍ରବେଶ କରିଥାଏ, କାରଣ ଆମର ଆତ୍ମା ହଉଛି ଶାଶ୍ୱତ ଆଉ ନଶ୍ୱର, ଏହାର କୌଣସି ବିନାଶ ଘଟେ ନାହିଁ, ଯାହାକି ଦିବ୍ୟ ଭାବରେ ଗଠିତ, ଯାହାକି ଆମେ ଅଲରେଡି ଗୀତାର ସବୁ ଶ୍ଲୋକରୁ ଆମେ ଏଇଟା ବୁଝି ଆସିଅଛୁ। କିନ୍ତୁ ମଣିଷ ମାନଙ୍କ ମଧ୍ୟରେ ଗୋଟେ ଭ୍ରମ ଧାରଣା ଏହା ସୃଷ୍ଟି ହବା ଉଚିତ ନୁହେଁ ଯେ ଯଦି ଆତ୍ମାର ବିନାଶ ଘଟୁନି କିନ୍ତୁ ତା ବୋଲି ଆମେ ଅନ୍ୟମାନଙ୍କ ପ୍ରତି ହିଂସା ଆଚରଣ କରିବା, ଅନ୍ୟମାନଙ୍କ ପ୍ରତି ଅସଦ୍ ଆଚରଣ କରିବା, ଅନ୍ୟମାନଙ୍କ ମନରେ କଷ୍ଟ ଦେବା, ୟା ଫିର ଅନ୍ୟମାନଙ୍କ ଶରୀରକୁ ଆଘାତ କରିବା, ଏହା ମଧ୍ୟ କୌଣସି ଜାଗାରେ ଲେଖାଯାଇ ନାହିଁ। ଆମ ମଧ୍ୟରେ ଗୋଟେ ଭ୍ରାନ୍ତ ଧାରଣା ଯଦି ଏହା ସୃଷ୍ଟି ହେଇଯିବ ଯେ ଆତ୍ମାର ତ କିଛି କ୍ଷତି ହଉନାହିଁ, ଓନ୍ଲି କେବଳ ଶରୀରରେ ହିଁ କ୍ଷତି ହଉଛି, ଆଉ ଶରୀର ତ କ୍ଷତିଶୀଳ, ଦିନେ ନା ଦିନେ ଏହା ମୃତ୍ୟୁ ପ୍ରାପ୍ତି ହବ ଆଉ ବିନାଶ ଏହାର ଘଟିବ। ତେଣୁ ଆମ ଭିତରେ ଯୋଉ ଭ୍ରାନ୍ତ ଧାରଣାଟା ସୃଷ୍ଟି ହେଇଛି ତାହା ସମ୍ପୂର୍ଣ୍ଣ ରୂପରେ ଭୁଲ ଅଟେ। ବର୍ତ୍ତମାନ ସମାଜରେ ଆମେ ଦେଖୁଛେ ବିଭିନ୍ନ ପ୍ରକାରର ହିଂସା ଆଚରଣ ଘଟୁଛି, ସବୁ ଭୌତିକ ସୁଖ ପ୍ରାପ୍ତି ଲାଭ କରିବା ପାଇଁ, ମାନେ ଆତ୍ମୀୟ ସ୍ୱଜନ ମାନଙ୍କ ମଧ୍ୟରେ, ସେ ଭାଇ ଭାଇ ଭିତରେ ହଉ କି ଜମି ଜମା ବିବାଦକୁ ନେଇ ହଉ କି କଣ, ସବୁବେଳେ ସମାଜରେ ବିଭିନ୍ନ ପ୍ରକାରର ହିଂସା ଆଚରଣ ଆମେ ଦେଖିବାକୁ ପାଉଛେ। ଏମିତି କୌଣସି ଦିନ ଘଟୁନି ଯୋଉ ଦିନ କି ଆମେ ଟିଭିରେ ହଉ ନ୍ୟୁଜ ପେପର ହଉ ଆମେ ଏମିତି ଦେଖିବାକୁ ପାଉନେ କୋଉଠି ପୁତ୍ର ନିଜ ପିତାକୁ ହତ୍ୟା କରୁଛି ଜମି ପାଇଁ, କୋଉଠି ଭାଇ ଭାଇ ମଧ୍ୟରେ ବିବାଦ ଲାଗୁଛି, କୋଉଠି ନାରୀ ମାନଙ୍କ ପ୍ରତି ଅସଦାଚରଣ ଆଚରଣ ଘଟୁଛି। ତେଣୁ ଏଇ ପ୍ରକାର ଯୋଉ ସବୁ ହିଂସା ଆଚରଣ ଆମର ସମାଜରେ ସୃଷ୍ଟି ହଉଛି, ଏହା ଏକ ବହୁତ ବଡ ଜଘନ୍ୟ ଅପରାଧ ଘଟେ। ସେଇଭଳି ଭାବରେ ପଶୁମାନଙ୍କ ପ୍ରତି ମଧ୍ୟ ଆମେ ହିଂସା ଆଚରଣ କରୁଛେ। ଆମେ ଯୋଉ ମାଂସ ଆହରଣ କରୁଛେ, ପଶୁ ମାନଙ୍କର ଶରୀରକୁ କଷ୍ଟ ଦଉଛେ, ଆମର କୌଣସି ଅଧିକାର ନାହିଁ କେବେ ବି କାହାର ଶରୀରକୁ କଷ୍ଟ ଦେବାର। ଯଦିବା ଆମର ଆତ୍ମାର କୌଣସି ନଷ୍ଟ ହଉନାହିଁ, ଆତ୍ମା ତ ଶାଶ୍ୱତ ନଶ୍ୱର, କିନ୍ତୁ କାହାର ଶରୀର ପ୍ରତି କିଛି କୁଠା ଆଘାତ ପ୍ରାପ୍ତ କରିବା କିମ୍ବା କାହା ମନରେ ଆଘାତ ପ୍ରାପ୍ତ କରିବା, କେବଳ ଏହା ଭାବିକି ଯେ ଶରୀର ତ ନାଶଶୀଳ, ଦିନେ ନା ଦିନେ ଏହାର ବିନାଶ ଘଟିବ ହିଁ। ତେଣୁ ମନ ଇଚ୍ଛା ଭାବରେ ଆମେ ଯୋଉ ଆମର ଅସଦ୍ ଆଚରଣ ଅନ୍ୟମାନଙ୍କ ପ୍ରତି କରୁଛେ, ସେଇଟା ଏକ ଜଘନ୍ୟ ଅପରାଧ ଅଟେ। ଜୀବାତ୍ମା ନାଶଶୀଳ ନୁହେଁ, ତାକୁ କେହି ହତ୍ୟା କରିପାରିବେ ନାହିଁ, କାରଣ ତାହା ଦିବ୍ୟ ଭାବରେ ଗଠିତ। ଯାହା ନାଶଶୀଳ ସେଇଟା ହଉଛି ଆମ ଶରୀର। କିନ୍ତୁ ଏଥର ଅବଶ୍ୟ କଥା ଆମକୁ ବୁଝିବାକୁ ହେବ ନାହିଁ ଯେ ଶରୀରକୁ ନାଶ କରିବା ଉଚିତ କିମ୍ବା ଶରୀରକୁ ନାଶ କଲେ କିଛି ଅସୁବିଧା ହବ ନାହିଁ। ଯଦି ଆମେ କାହା ପ୍ରତି ହିଂସା ଆଚରଣ କରୁଛେ, ଆମର ଗୋଟେ ବୈଦିକ ଉପଦେଶ ମଧ୍ୟ ଅଛି, ମା ହିଂସା ସର୍ବଭୂତାନି, କାହା ପ୍ରତି ହିଂସା ଆଚରଣ କରନ୍ତୁ ନାହିଁ, କାରଣ ଏହା ତାର କେବଳ ଯେ ଶରୀରକୁ ଓନ୍ଲି କ୍ଷତି ପହଞ୍ଚେଇବ ତାହା ନୁହେଁ, ତାର ଆତ୍ମାକୁ ମଧ୍ୟ ଏହା କଷ୍ଟ ଦେଇପାରେ। କିନ୍ତୁ ବର୍ତ୍ତମାନ ସମାଜରେ ଏହା ଆମେ ସମ୍ପୂର୍ଣ୍ଣ ଭାବରେ ଭୁଲି ଯାଉଛେ। ବିଭିନ୍ନ ପ୍ରକାର ଭୌତିକ ସୁଖ ପ୍ରାପ୍ତି କରିବା ପାଇଁ ଆମେ ବିଭିନ୍ନ ପ୍ରକାରର ହିଂସା ଆଚରଣ କରିବାରେ ଲାଗିଛେ। କାହାର ଶରୀରକୁ ଆଘାତ ଦେବାର ଆମର କୌଣସି ଅଧିକାର ନାହିଁ। କେବେ କାହାକୁ ହତ୍ୟା କରାହଉଛି, କେବେ କାହାକୁ ମାନସିକ ସ୍ତରରେ ଚାପ ପକାଯାଉଛି, ଯାହାଫଳରେ କି ସେ ଆତ୍ମହତ୍ୟା ଭଳିଆ ମଧ୍ୟ ଜଘନ୍ୟ ଅପରାଧ ସୃଷ୍ଟି କରୁଛି। ତେଣୁ ଏହା ଏକ ଜଘନ୍ୟ ଅପରାଧ ଅଟେ। ଯେତେବେଳେ ମହାଭାରତରେ ଯୁଦ୍ଧ କ୍ଷେତ୍ରରେ କୁରୁକ୍ଷେତ୍ରରେ ଅର୍ଜୁନ ନିଜ ସମ୍ମୁଖରେ ନିଜର ଆତ୍ମୀୟ ସ୍ୱଜନ ମାନଙ୍କୁ ଦେଖିଥିଲେ, ସେତେବେଳେ ତାଙ୍କ ମନରେ ଏକ ଭାବନା ସୃଷ୍ଟି ହେଇଥିଲା ଯେ ଏମାନେ ତ ସମସ୍ତେ ମୋ ଆତ୍ମୀୟ ସ୍ୱଜନ, ସେଇ ଯୋଉ ରାଜ୍ୟ ହେଲା, ସାମ୍ରାଜ୍ୟ ହେଲା, ଏସବୁ ମୋର କଣ ହବ ଯଦି ମୁଁ ଏମାନଙ୍କୁ ବଧ କରୁଛି କି ଏମାନଙ୍କୁ ହତ୍ୟା କରୁଛି, ତାହେଲେ ମୋର ସେ ସାମ୍ରାଜ୍ୟର କୌଣସି ଲାଭ ନାହିଁ। କାରଣ ତାଙ୍କ ମନରେ ଗୋଟେ ଉଦାର ଭାବନା ଥିଲା, ଗୋଟେ ସମସ୍ତଙ୍କ ପ୍ରତି ହିଂସା ନ କରିବାର, ଅହିଂସା ଆଚରଣ କରିବାର ଗୋଟେ ଭଲ ସଦ୍ଗୁଣ ତାଙ୍କ ପାଖରେ ଥିଲା। ସେ ସେଇଠି କେବେ ବି କୌଣସି ଲୋଭର ବଶବର୍ତ୍ତୀ ହୋଇନଥିଲେ କି କୌଣସି ସାମ୍ରାଜ୍ୟର ଇଚ୍ଛା ତାଙ୍କୁ ନଥିଲା, ବରଂ ଆଜୀବନ ସେ ଭିକ୍ଷାବୃତ୍ତି କରି ଜୀବନ ଯାପନ କରିବାକୁ ସେ ଆପଣେଇ ନେଇଥିଲେ। କିନ୍ତୁ ସେଇଠାରେ ଶ୍ରୀକୃଷ୍ଣ ତାଙ୍କୁ ଏହା ଉପଦେଶ ଦେଇଥିଲେ ଯେ ଯେହେତୁ ସେ ଏକ କ୍ଷତ୍ରିୟ ଏବଂ ଦୁର୍ଯ୍ୟୋଧନଙ୍କ ଭଳି ପାପୀ ଯୋଉମାନେ କି ଅଧର୍ମର ପ୍ରତିଷ୍ଠା କରିବାକୁ ଚାହୁଁଛନ୍ତି, ଦୁର୍ଯ୍ୟୋଧନଙ୍କ ମନରେ ତ କେବଳ ଏହା ହିଁ ଥିଲା ଯେ ମୁଁ
ରାଜ୍ୟର ଗୋଟେ ଅଂଶ ବି କାହାକୁ ଦେବି ନାହିଁ, ସବୁ ନିଜେ ଭୋଗ କରିବି। କାରଣ ତାଙ୍କ ମନରେ ଲୋଭ ମୋହ ଏସବୁ ସେ ବଶବର୍ତ୍ତୀ ହେଇକି ଥିଲେ, ଯୋଉଥିପାଇଁ କି ତାଙ୍କୁ ନା ନିଜ ଆତ୍ମୀୟ ସ୍ୱଜନ ମାନେ ଦେଖା ଯାଉଥିଲେ ନା କେହି ବି ଦେଖା ଯାଉଥିଲେ। କିନ୍ତୁ ଅର୍ଜୁନ ସେଇ ସମୟରେ ନିଜର ଅସ୍ତ୍ରଶସ୍ତ୍ର ଉଠେଇବାକୁ ପଛାଇଥିଲେ। ସେ କହିଥିଲେ ଯେ ଯଦି ମୁଁ ମୋ ଆତ୍ମୀୟ ସ୍ୱଜନ ମାନଙ୍କୁ ହତ୍ୟା କରିଦେବି ତାହେଲେ ସାମ୍ରାଜ୍ୟର ଲାଭ କଣ? ଏ ସବୁ ପ୍ରକାର ସମ୍ପତ୍ତିର ଲାଭ ହିଁ କଣ ଯଦି ମୋର ଆତ୍ମୀୟ ସ୍ୱଜନ ମାନଙ୍କୁ ବା ମୁଁ ଗୁରୁଜନ ମାନଙ୍କୁ ଦ୍ରୋଣାଚାର୍ଯ୍ୟଙ୍କ ଭଳି ଗୁରୁଙ୍କୁ, ଭୀଷ୍ମ ପିତାମହଙ୍କ ଭଳି ଗୁରୁଜନ ମାନଙ୍କୁ ମୁଁ ଏଠି ହତ୍ୟା କରୁଛି। କିନ୍ତୁ ସେଇ ସମୟରେ ଭଗବାନ ଶ୍ରୀକୃଷ୍ଣ ତାଙ୍କୁ ଗୋଟେ ଜିନିଷ ବୁଝାଇଥିଲେ ଯେ ଏଠି ଅଧର୍ମର ପ୍ରତିଷ୍ଠା ହେଇ ବଢି ଚାଲିଛି। ତେଣୁ ସିଏ କେବେ ମନ ଇଚ୍ଛା କାହାର ହତ୍ୟା ଏଠି କରୁନାହାନ୍ତି, ଏଠି ଅଧର୍ମର ବିନାଶ ନିମନ୍ତେ ତାଙ୍କୁ ଶସ୍ତ୍ର ଉଠେଇବାକୁ ପଡୁଛି। ସେ ଏଠାରେ ନିଜ ଇଚ୍ଛା ଅନୁସାରେ କାହାକୁ ହତ୍ୟା କରୁନାହାନ୍ତି। ତେଣୁ ଯଦି ଯଦି କାହାର ନିଜର ଇଚ୍ଛା ଆମେ ଆମର ଭୌତିକ ସୁଖ ପ୍ରାପ୍ତି ପାଇଁ ନିଜର ଇଚ୍ଛାଟାକୁ ପୂରଣ କରିବା ପାଇଁ କାହାକୁ ହତ୍ୟା କରୁଛେ ତାହେଲେ ତାହା ଏକ ଜଘନ୍ୟ ଅପରାଧ। କାରଣ ଆମେ ସେଠି ସବୁ ଲୋଭ ମୋହ ସେ ସବୁର ବଶବର୍ତ୍ତୀ ଆମେ ହେଇଯାଉଛେ। ଆମେ ସେଠି ଆମକୁ କିଛି ଦେଖା ଯାଉନି ଯେ କୋଉଟା ଭୁଲ ଆଉ କୋଉଟା ଠିକ। କିନ୍ତୁ ଅର୍ଜୁନ ସେଇ ସମୟରେ ଯେତେବେଳେ ଏଇଭଳିଆ ଭାବରେ ନିଜର ଆତ୍ମୀୟ ସ୍ୱଜନ ମାନଙ୍କୁ ହତ୍ୟା କରିବା ନିମନ୍ତେ ପଛଉଛନ୍ତି, ସେଇଠି ଶ୍ରୀକୃଷ୍ଣ ତାଙ୍କୁ ବୁଝାଉଛନ୍ତି ଯେ ଏହା ତମେ ନିଜର କୌଣସି ଇଚ୍ଛା ପୂର୍ତ୍ତି ନିମନ୍ତେ କରୁନାହ। ଯେହେତୁ ଅଧର୍ମର ପ୍ରତିଷ୍ଠା ଟା ବଢି ବଢି ଚାଲିଛି, ତେଣୁ ଅଧର୍ମର ବିନାଶ କରିବା ନିମନ୍ତେ ଏବଂ ଧର୍ମର ପ୍ରତିଷ୍ଠା କରିବା ନିମନ୍ତେ ତମେ ଏଠି ଶସ୍ତ୍ର ଉଠଉଛ। କାରଣ ତମେ ହଉଛ ଜଣେ କ୍ଷତ୍ରିୟ, ତେଣୁ କ୍ଷତ୍ରିୟର ଧର୍ମ ହେଲା ଯେ ସେ ଯୁଦ୍ଧ ହିଁ କରିବ। ଆଉ ସେ ଯଦି ଏଇଭଳି ସମୟରେ ନିଜର ଅସ୍ତ୍ରଶସ୍ତ୍ର ପକେଇ ଦେଇ ଏଇଭଳି ଭାବରେ ନିଜର ମନ ଭିତରେ ଗୋଟେ ଦୁର୍ବଳତା ଆସିବ, ତାହେଲେ ତାହା ଏକ କ୍ଷତ୍ରିୟର ସ୍ୱଭାବ ନୁହେଁ। ତେଣୁ ସେ ଏଠାରେ ମନ ଇଚ୍ଛା ହତ୍ୟା କରୁନାହାନ୍ତି। ତେଣୁ ଏଠାରେ କହିବାର ଉଦ୍ଦେଶ୍ୟ ଏହା ହେଲା ଯେ ଆମ ଜୀବାତ୍ମା ନାଶଶୀଳ, ଆତ୍ମାର କୌଣସି ଅନ୍ତ ଘଟେ ନାହିଁ। ଆତ୍ମା ତ ଗୋଟେ ଶରୀର ତ୍ୟାଗ କରିକି ନିହାତି ଅନ୍ୟ ଗୋଟେ ଶରୀରକୁ ଯିବ, ଆତ୍ମାର କୌଣସି ନାଶ ଘଟେ ନାହିଁ। କିନ୍ତୁ ତା ମାନେ ନୁହେଁ ଯେ ଆମେ ଯୋଉ ଶରୀରଟା ପାଇଛେ, ଆମର ଯୋଉ ଶରୀର ନେଇକି ଆମେ ଏଇ ସଂସାରରେ ରହୁଛେ, କି ପଶୁ ପକ୍ଷୀ ମାନେ ହୁଅନ୍ତୁ କି ଜୀବାତ୍ମା ଯିଏ ବି ହୁଅନ୍ତୁ, କିନ୍ତୁ ଏହା କେବେ ବି ଦର୍ଶଉନି ଯେ ଆମେ ସେମାନଙ୍କ ପ୍ରତି ହିଂସା ଆଚରଣ କରିବା, କେବଳ ଏହା ଭାବିକି ଯେ ଆତ୍ମାର ତ କିଛି କ୍ଷତି ଘଟୁନାହିଁ, ଶରୀର ତ ନାଶଶୀଳ, ଶରୀର ତ ଦିନେ ନା ଦିନେ ନାଶ ଘଟିବ, ତେଣୁ ଏହାକୁ ଆଘାତ ଦେଲେ କୌଣସି ଅସୁବିଧା ନୁହେଁ। ଏହା ଏଇଭଳି ଭାବରେ ଚିନ୍ତାଧାରା ଏକ ସମ୍ପୂର୍ଣ୍ଣ ଭୁଲ ଅଟେ। କାରଣ କାହା ପ୍ରତି ହିଂସା ଆଚରଣ କରିବା, କାହା ପ୍ରତି ଅସଦ୍ ଆଚରଣ କରିବା କେବଳ ଯେ ତାର ଶରୀରକୁ କଷ୍ଟ ଦିଏ ତାହା ନୁହେଁ, ତାର ଆତ୍ମାକୁ ମଧ୍ୟ ଏଇଟା କଷ୍ଟ ଦେଇଥାଏ। ତେଣୁ ବର୍ତ୍ତମାନ ସମାଜରେ ଯାହା ସବୁ ଘଟି ଚାଲିଛି, ବିଭିନ୍ନ ପ୍ରକାରର କେବଳ ଭୌତିକ ପ୍ରାପ୍ତି ପାଇଁ ହିଁ ସମସ୍ତେ ଏଇଭଳି ଭାବରେ କାର୍ଯ୍ୟ କରି ଚାଲିଛନ୍ତି। ଏଠି ଗୋଟେ ପୁତ୍ର ବି ନିଜେ ଭାବୁନି ଯେ ଯୋଉ ପିତା ମତେ ଛୋଟ ବେଳୁ ଆଜି ପର୍ଯ୍ୟନ୍ତ ଏତେ ମାନେ ସ୍ନେହ ଶ୍ରଦ୍ଧା ଦେଇକି ବଡ କଲା, ଆଜି ମୁଁ ସେଇ ସମ୍ପତ୍ତି ପାଇବା ଉଦ୍ଦେଶ୍ୟରେ ତାଙ୍କୁ ରାସ୍ତା କଡରେ ଛାଡି ଦେଇକି ଆସୁଛି, କେବଳ ସେଇ ସମ୍ପତ୍ତି ପାଇଁ। ଭାଇ ଭାଇ ମଧ୍ୟରେ ମଧ୍ୟ ଦେଖିବାକୁ ମିଳୁଛି ଏହି ପ୍ରକାର ହିଂସା ଆଚରଣ। ମାନେ ସବୁ କେବଳ ଭୌତିକ ସୁଖ ପ୍ରାପ୍ତି ନିମନ୍ତେ, ସମ୍ପତ୍ତି ବାଡି ଏଇ ସବୁ ଜିନିଷ ନିମନ୍ତେ, ମାଂସାହାରୀ ଜିନିଷ, ପଶୁମାନଙ୍କ ପ୍ରତି ଆମର ଦୟାଭାବ ରହୁନାହିଁ। ଆମେ ଯେହେତୁ ସେମାନେ କିଛି କହିପାରୁନାହାନ୍ତି କି ନିଜର ଭିତରର ଭାବନାଟାକୁ ପ୍ରକାଶ କରିପାରୁନାହାନ୍ତି, କିନ୍ତୁ ଆମର କୌଣସି ଅଧିକାର ନାହିଁ ଯେ ଆମେ ତାଙ୍କ ଉପରେ ହିଂସା ଆଚରଣ କରିବା କି ତାଙ୍କୁ କଷ୍ଟ ଦେଇକି ତାଙ୍କୁ ମାରିକି ଆମେ ତାକୁ ଭକ୍ଷଣ କରିବା। ସେମାନଙ୍କ ମଧ୍ୟରେ ମଧ୍ୟ ଜୀବନ ଅଛି, ସେମାନଙ୍କର ମଧ୍ୟ ସମ୍ପୂର୍ଣ୍ଣ ବଞ୍ଚିବାର ଅଧିକାର ଅଛି। ତେଣୁ କେବଳ ଏହା ଯେ ଭାବିବା ଯେ ହଁ ଆତ୍ମାର ତ ନାଶ ଘଟିଯାଏ, ତେଣୁ ଆମେ ଯଦି କାହାକୁ ମାରୁଛେ ତାହେଲେ ଏଇଟା କିଛି ଅପରାଧ ନୁହେଁ, ବରଂ କିନ୍ତୁ ସେଇଟା ଭୁଲ ଅଟେ। କାରଣ ଆମେ ଯଦି ଜଣଙ୍କ ଶରୀରକୁ ଆଘାତ କରୁଛେ, ତା ବି କୌଣସି ବିନା କାରଣରେ କେବଳ ନିଜର ଇଚ୍ଛାକୁ ପ୍ରାପ୍ତି କରିବା ନିମନ୍ତେ, ତାହେଲେ ଏହା ସମ୍ପୂର୍ଣ୍ଣ ଏକ ଜଘନ୍ୟ ଅପରାଧ ଅଟେ। ଯେମିତି ଜଣକୁ ହତ୍ୟା କଲେ ଆମକୁ ଆଇନ ଅନୁସାରେ ଦଣ୍ଡ ମିଳିବାର ବିଧାନ ଅଛି, ସେଇଭଳି ଭାବରେ ଭଗବାନଙ୍କ ଅଦାଲତରେ ମଧ୍ୟ ଆମ ମାନଙ୍କୁ ଏହାର ଦଣ୍ଡ ନିଶ୍ଚିତ ମିଳିବ। କାରଣ ଆମେ ସିନା ତାର ଆତ୍ମାକୁ ଅନ୍ତ ଘଟେଇନି, କିନ୍ତୁ ତାର ଶରୀରକୁ ଆଘାତ ପହଞ୍ଚେଇଛି, ଆଉ ତାହା ବି ମନ ଇଚ୍ଛା ବିନା କାରଣରେ। କୌଣସି ଯଦି ଜଣେ ଆମ ପ୍ରତି ଆମକୁ ଆଘାତ ସୃଷ୍ଟି କରିବାକୁ ଚେଷ୍ଟା କରୁଛେ, ଆମେ ନିଜକୁ ବଞ୍ଚେଇବା ପାଇଁ କି ନିଜର ସେଲ୍ଫ ଡିଫେନ୍ସ ପାଇଁ, ହଁ ଆମେ ତାକୁ ନିଜକୁ ବଞ୍ଚେଇବା ପାଇଁ କିଛି ଗୋଟେ କଲେ ସେଇଟା ହଉଛି ଠିକ। ମାନେ ଆମେ ନିଜକୁ ବଞ୍ଚେଇବା ପାଇଁ କିଛି ଗୋଟେ ଆମ ପ୍ରତି ଯେହେତୁ ହଠାତ୍ ଗୋଟେ ଆଟାକ ଆସିଲା, ମୁଁ ନିଜକୁ ବଞ୍ଚେଇବା ପାଇଁ କିଛି ଗୋଟେ ଷ୍ଟେପ ନେଲି, ନିଜକୁ ବଞ୍ଚେଇ ହବ। କିନ୍ତୁ ବିନା କାରଣରେ ଆମେ କାହା ପ୍ରତି
ମାନେ ସେ ଯଦି ଦୁର୍ବଳ ହେଇଥିବ, ଯେମିତି ପଶୁ ପକ୍ଷୀ ମାନେ ସେମାନେ ଦୁର୍ବଳ ଅଟନ୍ତି କାରଣ ସେମାନେ କିଛି କହିପାରନ୍ତିନି। ତ ଆମେ ଅନେକ ସମୟରେ ଦେଖିଥିବା ରାସ୍ତା କଡରେ କି କୁକୁର ମାନେ ଯାଉଥାନ୍ତୁ କି ଗାଈ ମାନେ ଯାଉଥାନ୍ତୁ, ଆମେ ଗୋଟେ ଟେକା ଉଠେଇକି ତାଙ୍କ ଉପରୁ ଫୋପାଡି ଦଉଛେ କି ମନ ଇଚ୍ଛା ତାଙ୍କୁ ବାଡା ବୁଡି କରୁଛେ। ସେମାନେ, ତାଙ୍କର ବି ଜୀବନ ଅଛି, ସେମାନଙ୍କର ବି ବଞ୍ଚିବାର ଅଧିକାର ଅଛି। ତେଣୁ ଏଭଳି ଭାବରେ ଅସଦାଚରଣ କରିବା କି କାହା ପ୍ରତି ହିଂସା ଆଚରଣ କରିବା ଏହା ଏକ ଜଘନ୍ୟ ଅପରାଧ ଅଟେ। ତେଣୁ ଆମକୁ ଏଠାରେ ଅର୍ଜୁନଙ୍କ ପାଖରୁ ଏହା ଶିଖିବାର ଅଛି ଯେ ଯାହା ତାଙ୍କ ମନ ଭିତରେ କୌଣସି ଇଚ୍ଛା ପୂର୍ତ୍ତି କରିବା ନିମନ୍ତେ ଯୁଦ୍ଧ କରିବାର ଉଦ୍ଦେଶ୍ୟ ନଥିଲା, ବରଂ ସେ ତାଙ୍କ ମନରେ ଏକ ଦୁର୍ବଳତା ସୃଷ୍ଟି ହେଇଥିଲା ନିଜ ଆତ୍ମୀୟ ସ୍ୱଜନ ମାନଙ୍କୁ ସେ କିଭଳି ଭାବରେ ମାରିପାରିବେ, କାରଣ ସେ ସେତିକି ସହାନୁଭୂତିଶୀଳ, ସେତିକି ଦୟାଭାବଶୀଳ ଥିଲେ। କିନ୍ତୁ ଏଠାରେ ଶ୍ରୀକୃଷ୍ଣଙ୍କର ଅର୍ଜୁନଙ୍କୁ ବୁଝେଇବାର ଏହା ଅର୍ଥ ହେଲା ଯେ ଅଧର୍ମର ଯେହେତୁ ଗତି ବଢି ବଢି ଚାଲିଛି, ଅଧର୍ମକୁ ନାଶ କରି ଧର୍ମର ରକ୍ଷା କରିବା ନିମନ୍ତେ ସେଠି ହତ୍ୟା କରୁଛନ୍ତି, ନିଜର କୌଣସି ଇଚ୍ଛା ପୂର୍ତ୍ତି କରିବା ନିମନ୍ତେ ସେ ହତ୍ୟା କରୁନାହାନ୍ତି। ତେଣୁ ଆମକୁ ବି ଏଇଟା ବୁଝିବାକୁ ହବ ଯେ ଆମେ ଯଦି ମନ ଇଚ୍ଛା ଅନ୍ୟମାନଙ୍କ ମନରେ କଷ୍ଟ ଦେବା, କୌଣସି କାରଣ ନଥାଏ ଅନ୍ୟମାନଙ୍କର ଶରୀରକୁ କି ମନକୁ କଷ୍ଟ ଦେବା, ଆଉ ଖାଲି ଏହା ଭାବିବା ଯେ ଆତ୍ମାର ତ ନାଶ ଘଟେନି, ମୁଁ କେବଳ ତା ଶରୀରକୁ ହିଁ କ୍ଷତି ଦଉଛି, ତେଣୁ ଏହା କିଛି ବି ଅପରାଧ ନୁହେଁ, ଏହା ବହୁତ ବଡ ଜଘନ୍ୟ ଅପରାଧ ଅଟେ। କାରଣ ଆତ୍ମା ତ ଦିନେ ନା ଦିନେ ଶରୀର ତ୍ୟାଗ କରି ଗୋଟେ ଶରୀରରୁ ଆଉ ଗୋଟେ ଶରୀରକୁ ଯିବ, କିନ୍ତୁ ଆମର କୌଣସି ବି ଅଧିକାର ନାହିଁ ଯେ ଆମେ କେବେ କାହାର ମନକୁ କଷ୍ଟ ଦେବା କି କେବେ କାହା ଦେହ ଶରୀରକୁ ଆଘାତ ଦେବା, ତାହା ବି ବିନା କାରଣରେ କେବଳ ଆମର ଇଚ୍ଛା ପୂର୍ତ୍ତି କରିବା ନିମନ୍ତେ। କାରଣ ଆମେ ସମସ୍ତେ ଭୌତିକ ସମାଜରେ ବଞ୍ଚି ରହିଛେ, ଆମ ଭିତରେ ଅନେକ ପ୍ରକାରର ଇଚ୍ଛା ଲାଳସା ସବୁ ଆମକୁ ଜାବୁଡିକି ରହିଛି। କେତେବେଳେ ଭଲ ଘର କରିବାର ଇଚ୍ଛା ରହୁଛି, କେତେବେଳେ ଭଲ ଗାଡି କିଣିବାର ଇଚ୍ଛା ରହୁଛି, କେତେବେଳେ ଅଧିକ ସମ୍ପତ୍ତି ଥାଇକି ସମ୍ପତ୍ତିକୁ ଆହୁରି ଅଧିକ ବଢେଇବାର ଇଚ୍ଛା ରହୁଛି। ତେଣୁ ଏ ସବୁ ଇଚ୍ଛା ପୂର୍ତ୍ତି କରିବା ନିମନ୍ତେ ମଣିଷ ଭୁଲି ଯାଉଛି ଯେ ସେ କେବଳ ନିଜର ଇଚ୍ଛା ବା ଲାଳସାଟାକୁ ପୂରଣ କରିବା ନିମନ୍ତେ ଅନ୍ୟମାନଙ୍କୁ ଆଘାତ ଦେଇ ଚାଲିଛି। ସେ ସେଇଭଳି ଭାବରେ ନିଜର ଜୀବର ଲାଳସା ପୂରଣ କରିବା ପାଇଁ ପଶୁ ପକ୍ଷୀ ମାନଙ୍କୁ ବଧ କରି ତାଙ୍କର ମାଂସକୁ ଭକ୍ଷଣ କରୁଛି। ଯେହେତୁ ପଶୁପକ୍ଷୀ ମାନେ କିଛି ତାଙ୍କ ମନ କିଛି କହିପାରୁନାହାନ୍ତି, ତାଙ୍କ ଭିତରର ହୃଦୟଟାକୁ କିଛି ପ୍ରକାଶ, କିନ୍ତୁ ତାଙ୍କୁ ବି ସେତିକି କଷ୍ଟ ହଉଛି। ଯେତେବେଳେ ଆମେ ଦେଖୁଥିବା କିଛି ଗୋଟେ ବାର ହେଲା ବାଟରେ, ମୁଁ ନିଜ ଏକ୍ସପିରିଏନ୍ସ କୁ ଯେତେବେଳେ ନେଇକି ଯାଉଛନ୍ତି ମାନେ ଛେଳି ହଉ କୁକୁଡ଼ା ହଉ ନେଇକି, ସେମାନେ ଯୋଉ ଭଳି ଭାବରେ ମାନେ ତାଙ୍କର କ୍ରନ୍ଦନ ଯୋଉଟା ଶୁଭା ଯାଉଛି, ମାନେ ସେଇଟା ପ୍ରକାଶ କରୁଛି ଯେ ସେମାନଙ୍କୁ କେତେ କଷ୍ଟ ହଉଛି। ତେଣୁ ଆମର କୌଣସି ଅଧିକାର ନାହିଁ ଯେ ଆମେ ପଶୁବଧ କରିବା କି କାହାକୁ ବି ବଧ କରିବା କେବଳ ନିଜର ଇଚ୍ଛାଟାକୁ ପୂର୍ତ୍ତି କରିବା ନିମନ୍ତେ। ତେଣୁ ଆମକୁ ଏଇ ଶ୍ଲୋକରେ ଏହା ବୁଝିବାକୁ ହେବ ଯେ ଜୀବାତ୍ମା ହତ୍ୟାକାରୀ କିମ୍ବା ସେ ହତ ହେଉଛି ସେ କିଛି ଜାଣିନାହିଁ। ଯାହାର ଜ୍ଞାନ ଅଛି ସେ ଏକଥା ଜାଣେ ଯେ ଆତ୍ମା ମାରେ ନାହିଁ କି ମରେ ନାହିଁ। ଆମର ଆତ୍ମା କାହାକୁ ମାରୁନି କି ନିଜେ ବି ମରୁନି, ଏହା ହଉଛି ଶରୀର ଯିଏକି ମାରେ ଆଉ ନିଜେ ବି ମରେ। କିନ୍ତୁ ଆମକୁ ଏଇଟା ବୁଝିବାକୁ ହବ ଯେ ଯଦିଓ ଆତ୍ମାର ନାଶଶୀଳ ନାହିଁ, କିନ୍ତୁ ଆମେ ଜଣକୁ ଶରୀରକୁ ଆଘାତ ଦେବା କି ଜଣଙ୍କର ମନକୁ କଷ୍ଟ ଦେବାରେ ଆମର କୌଣସି ବି ଅଧିକାର ନାହିଁ। ଯାହା ସେ ମଣିଷ ହୁଅନ୍ତୁ କି ପଶୁ ପକ୍ଷୀ ହୁଅନ୍ତୁ କି ଯିଏ ବି ହୁଅନ୍ତୁ, ନିଜର ଇଚ୍ଛାକୁ ପୂର୍ତ୍ତି କରିବା ନିମନ୍ତେ ଯଦି ଆମେ ଅନ୍ୟ ମନରେ କଷ୍ଟ ଦଉଛେ କି ଅନ୍ୟକୁ କୌଣସି ଆଘାତ ଦଉଛେ, ତାହେଲେ ଏହା ଏକ ବଡ ଜଘନ୍ୟ ଅପରାଧ ଅଟେ। ଏବଂ ଆମେ ସମସ୍ତେ ଦିନେ ନା ଦିନେ ଭଗବାନଙ୍କ ଅଦାଲତରେ ସମ୍ମୁଖୀନ ହବାକୁ ପଡିବ। ଏବଂ ସେଇଠି ଯେଭଳି ଭାବରେ ଆମର ସମାଜରେ କିଛି ଆଇନ କାନୁନ ଅଛି ଯେ ଯଦି ଆମେ କାହାକୁ ହତ୍ୟା କଲେ ଜେଲ ଦଣ୍ଡ ହେଲା କି କିଛି ବି ଆଇନ କାନୁନ ରହୁଛି, ସେମିତି ଭଗବାନଙ୍କ ଅଦାଲତରେ ମଧ୍ୟ ଆମକୁ ଏଇଟା ସମ୍ମୁଖୀନ ହବାକୁ ପଡିବ, କାରଣ ଏହା ନିହାତି ଭାବରେ ଏକ ଜଘନ୍ୟ ଅପରାଧ ଅଟେ। ତେଣୁ ଏତିକି ହିଁ ମୁଁ ଏଇ ଶ୍ଲୋକରୁ ପ୍ରିପେୟାର କରିଥିଲି। ଗୁରୁଜୀ, ଏବେ ଆଉ ଆପଣ କିଛି ଆଡ୍ କରିବାକୁ ଚାହିଁବେ ଯଦି କରିପାରିବେ। ହରେ କୃଷ୍ଣ। ମୋ ଭଏସ ଶୁଣା ଯାଉଛି କି? ଆଜ୍ଞା ଗୁରୁଜୀ, ଶୁଣାଯାଉଛି। ମତେ ପୁରା କ୍ଲାସ ଲାଗିଲା ଆପଣ କାହାକୁ ଗୋଟେ କଣ କହନ୍ତି ଇଂଲିଶ ରେ ରୋଷ୍ଟ କରୁଛନ୍ତି। କାହାକୁ ଗୋଟେ ରୋଷ୍ଟ କରୁଛନ୍ତି ଜୋର ସେ କିଏ ଗୋଟେ ଭୁଲଭାଲ କରିଦେଇଛି। ହଉ, ଠିକ ଅଛି। ତ ଆପଣଙ୍କର କନଭିକ୍ସନ ଅଛି କି ଆମକୁ କୌଣସି ଜଣଙ୍କୁ ଆଘାତ ବି କରିବାର ନାହିଁ। ସମସ୍ତେ ଟିକେ ଟିକେ ସେୟାର କରିବେ, ତାପରେ ମୁଁ ଗୋଟେ ଦିଟା ପଏଣ୍ଟ କହିପାରିବି। ମାମାଲି ମାତାଜୀ, ଆପଣ କୁହନ୍ତୁ। ହରେ କୃଷ୍ଣ କହୁଛି। ମୁଁ କହିବି ଭଗବାନ ଯେମିତି ମଣିଷକୁ ଗୋଟେ ସୃଷ୍ଟି କରିଛନ୍ତି, ଜୀବ ମାନଙ୍କୁ ବି
ସେଇଟା ସୃଷ୍ଟି କରିଛନ୍ତି। ଯେମିତି ଜୀବକୁ ମାନେ ମଣିଷକୁ ଗୋଟେ ଏତେ ପ୍ରାଧାନ୍ୟ ଦିଆହଉଛି ଏ ଜଗତରେ, ଜୀବ ମାନେ ବି ସେତିକି ପ୍ରାଧାନ୍ୟ, ହଉ ଯଦି ସେମାନେ ବି ମାନେ ବୁଦ୍ଧି ନାହିଁ ସେମାନଙ୍କର, ବୁଝି ପାରୁନାହାନ୍ତି, ତଥାପି ଆମେ ମଣିଷକୁ ତ ଭଗବାନ ବୁଦ୍ଧି ଦେଇଛନ୍ତି ନା, ତ ଆମେ ମଣିଷ ହେଇକି କଣ ପାଇଁ ସେମାନଙ୍କୁ ଏମିତି ବିହେଭ୍ କରିବା ବା ସେମାନଙ୍କୁ ଯାହା ଇଚ୍ଛା ମାନେ ବାଡେଇବା ବା ତାଙ୍କୁ ମାରିକି ଖାଇବା, ତ ଏସବୁ ଜିନିଷ ମଣିଷ ଯଦି ବୁଝିପାରିବନି ଆଉ କିଏ ବୁଝିବ? ସେମାନେ ନା ଜୀବ ଅଛନ୍ତି, ସେମାନେ କିଛି ବୁଝିପାରୁନାହାନ୍ତି କି ଯାହାବି କିଛି ବି ଭୁଲ କଲେ, ବଟ୍ ଆମେ ତ ସେଇଟା ବୁଝିପାରିବା ନା, ତାଙ୍କୁ ସେ ଜିନିଷ ନ ବୁଝିକି ଶାସ୍ତି ଦଉଛି ଆମେ ମୁଁ ଦେଖିଛି ବହୁତ ଜାଗାରେ ମାନେ କୁକୁର ମାନଙ୍କୁ ଏମିତି ବି ମାନେ ଦେଖନ୍ତି, କୁକୁର ବା ଯେକୌଣସି ଜୀବକୁ ମାନେ ବହୁତ ଛୋଟ ନଜରରେ ଦେଖନ୍ତି, ତ ସେମାନଙ୍କ ବି ଜୀବନ ଅଛି ନା, ପ୍ରତିଟି ଜୀବନକୁ ପ୍ରାଧାନ୍ୟ ଦବା କଥା। ତ ମୁଁ ଏତିକି କହିବି କି ସମସ୍ତଙ୍କୁ ପ୍ରତିଟି ସମସ୍ତେ ଟିକେ ଜୀବନରେ ସମସ୍ତଙ୍କୁ ଦୟା ରଖିବା ଉଚିତ। ହରେ କୃଷ୍ଣ। ଭଲ ପଏଣ୍ଟ, ଜୀବ ଦୟା କରିବାର ଅଛି। उमेश प्रभु टाइम ଅଛି ତ? ହଁ ଟାଇମ ସଫିସିଏଣ୍ଟ ଅଛି ଆଜି। हरे कृष्ण प्रभु जी। ଆଚ୍ଛା। ଆଜି ବୁଝିଲେ କି ସମସ୍ତଙ୍କୁ ସବୁ ପ୍ରତ୍ୟେକ ଜୀବଙ୍କର ଗୋଟେ ଗୋଟେ ସ୍ପିରିଚୁଆଲ ଲାଇଫ ଥାଏ। ତାଙ୍କୁ ତାଙ୍କରି ମାନେ ତାଙ୍କରି ଡିଜାୟାର ପାଇଁ ସେ ସେ ଜନ୍ମଟା ପାଇଥାନ୍ତି ଏବଂ ଆମର କୌଣସି ଅଧିକାର ପାଉନି କି ଆମେ ତାଙ୍କୁ ହତ୍ୟା କରିବା କି ତାଙ୍କୁ କଷ୍ଟ ଦବା। ଏବଂ ସେମାନେ ସେ ତାଙ୍କ ଲାଇଫ ଟା କେମିତି କାଟିକି ଯିବେ, ତାପରେ ଫେଣି ନେକ୍ସଟ ଲାଇଫ ରେ ସେ କେମିତି ସ୍ପିରିଚୁଆଲି ଏଲିଭେଟ ହେବେ ସେଇଟା ତାଙ୍କ ଉପରେ ଡିପେଣ୍ଡ କରେ। ଆମକୁ କିଛି ମାନେ ଅଧିକାର ହଉନି କି ଯେହେତୁ ଆମେ ତାଙ୍କ ଗୁରୁ ନୁହେଁ, କେବଳ ଗୁରୁ ହିଁ ଜଣେ ଏମିତି କରିପାରିବ, ବଟ ଏମିତି ନାହିଁ କି କାହାକୁ ହତ୍ୟା କରିବା ଆଣ୍ଡ ଅଲ୍। ସେ କଥା ମାତାଜୀ ଭଲସେ ବୁଝେଇଛନ୍ତି। थैंक यू। श्री माता जी। शुभश्री माता जी अमित କରି କୁହ କଣ କହିବାର ଅଛି ଆଜିର ଶ୍ଲୋକ ଉପରେ। ମାତା ସୁନ୍ଦର ଭାବରେ ଅଭିବ୍ୟକ୍ତି ପ୍ରକାଶ କରିଛନ୍ତି। ଅମିତ କରି କୁହ। ମାତାଜୀ ଏମିତି କହିଛନ୍ତି କାଲି ଯାହାକୁ ଦେଖିବ ଆଉ ବୋଲେ କାହାକୁ ବାଡାବାଡି କରିବନି, ପୁରା ସାଷ୍ଟାଙ୍ଗ ଦଣ୍ଡବତ ପ୍ରଣାମ କରିକି ଆସିବ। ବୈଷ୍ଣବ କଲଚର ବି ଏହା ଅଛି। ବୈଷ୍ଣବ ଆଚାର୍ଯ୍ୟ କହିଛନ୍ତି କି ମଣିଷ ଖାଲି ନୁହଁ, ଯେକୌଣସି ଜୀବଙ୍କୁ ଆମେ ଦେଖିବା ତ ଆଟଲିଷ୍ଟ ବାହାରେ ଦୁନିଆରେ ତ ଆମେ ଚର ମାନେ ଚର ଯାଉଛେ, ସାକ୍ଷାତ ମନେ ମନେ ବି ଦଣ୍ଡବତ ପ୍ରଣାମ କରିବାର ଅଛି, ଟିକେ ଆମର ହମ୍ବଲନେସ ହ୍ୟୁମିଲିଟି ବଢେଇବା। ଓକେ, ଶୁଭଶ୍ରୀ ମାତାଜୀ ଅନୁମତି କରିଥିବେ। ओके तुम्हें भावुता हूँ आज को जाती रश्मि माता जी। हरे कृष्ण प्रभु जी। हरे कृष्ण। हाँ कुहतु आज श्लोक आपको भल लगे माता जी सुंदर भाव में दृढ़ोक्ति प्रकाश करमको जीव हत्या करार ना, ये आघात भी कर कौन आपको भल लगे? जल्दी कहतु मैंने शेयर कर। କୌଣସି ଜୀବକୁ ହତ୍ୟା କରିବା କଥା ନୁହେଁ କି କଷ୍ଟ ଦେବା ବି କଥା ନୁହେଁ, କାହାରି ମନରେ ବି କଷ୍ଟ ଦେବା କଥା ନୁହେଁ, କାହିଁକି ନା ସମସ୍ତଙ୍କ ହୃଦୟରେ ଭଗବାନ ଅଛନ୍ତି ଆଉ ସମସ୍ତଙ୍କୁ ଭଗବାନ ହିଁ ସୃଷ୍ଟି କରିଛନ୍ତି। ତ କାହାରି କିଛି ମାନେ ଅଧିକାର ନାହିଁ କି କାହାକୁ କଷ୍ଟ ଦେଇକି ନିଜର ଇଚ୍ଛା ପାଇଁ କାହାକୁ ମାରିକି ଖାଇବା କି କାହାକୁ କଷ୍ଟ ଦେବା। परफेक्ट हरे यही पॉइंट कृष्ण। टाइम बुझी माता जी पूरा लेक्चर रे जिते आमे अन्य काहाକୁ कष्ट दियंतिनी तो बहुत समय रे आमे लगे कि आमे सचोट लोक भल लोक निर्दय नुहे दयावान लोक, किंतु भी आज ए डिवोटी ऑफ कृष्ण हमको भगवान का कनेक्शन को जियार अछि, तो आमे काहे कि काहाକୁ कष्ट देवानी? केवल सिंपल रीजन जे माता जी एक्सप्रेस कले कि समस्त हृदय रे भगवान अछि, से कनेक्शन टाको हमको फास्ट आइडेंटिफाई करार अछि, तापर ऑटोमेटिक आमे हमको जे माता जी आउ टिके डीप रे भी गले मानसिक कष्ट भी देवार नहीं, हमको कृष्ण कनेक्शन खोजवार अछि। धन्यवाद माता जी। नेक्स्ट हमें अंकिता माता जी।
हरे कृष्ण प्रभु जी। ଆମେ ଆମର ଯୋଉ हरे कृष्ण। ପୂର୍ବବର୍ତ୍ତୀ ଶ୍ଲୋକ ମାନଙ୍କରୁ ଜାଣିଥିଲେ ଯେ ଜୀବାତ୍ମା ହଉଛି ନାଶଶୀଳ ନୁହଁ, କି ଆମେ ଆତ୍ମାକୁ କେବେ କଷ୍ଟ ଦେଇପାରିବାନି କି ତାକୁ ହତ୍ୟା କରିପାରିବା ନାହିଁ। ସେଥିପାଇଁ ସମସ୍ତେ କୁହନ୍ତି ଯେ ଆମେ ଆତ୍ମାକୁ ତ ହତ୍ୟା କରିପାରିବା ନାହିଁ, କିନ୍ତୁ ଶରୀରକୁ କଷ୍ଟ ଦେଲେ ବି ଆତ୍ମାକୁ କିଛି ମାନେ ପ୍ରଭାବ ପଡୁନଥିବ। କିନ୍ତୁ ଆକ୍ଚୁଆଲି ସେଟା ନୁହଁ। ଆମର ବୈଦିକ ଉପନିଷଦରେ ଲେଖା ହେଇଛି କି ମା ହିଂସାତ୍ ସର୍ବଭୂତାନି, କାହା ପ୍ରତି ହିଂସା ଆଚରଣ କରିବାର ନାହିଁ। କିନ୍ତୁ କିନ୍ତୁ ଏବେ ସମସ୍ତେ କିନ୍ତୁ ପଶୁବଧ କରୁଛନ୍ତି। ସେ ଜିନିଷଟା ଜାଣି ପାରୁନାହାନ୍ତି ଯେ ତାଙ୍କ ମଧ୍ୟରେ ବି ଗୋଟେ ଆତ୍ମା ଅଛି ଯୋଉଟା କି ପରମାତ୍ମାଙ୍କ ସହିତ ଜଡିତ। କିନ୍ତୁ ସେଇ କଥା ଆଉ କିଏ ବି କହିପାରେ ଯେ ଯଦି କାହାକୁ ମାରିବାର ନାହିଁ ତ ସବୁ କଣ ପାଇଁ କେତେ ଜଣଙ୍କର ହତ୍ୟା କଣ ପାଇଁ କରାଯାଉଛି, ଆଉ ଫାଶୀ ଦଣ୍ଡ କଣ ପାଇଁ ରଖାଯାଇଛି, ଆଉ ଏଠାରେ ଅର୍ଜୁନ କଣ ପାଇଁ ତାଙ୍କର ଆତ୍ମୀୟ ଜନକୁ ହଉଛି ହତ୍ୟା କରିବେ। କିନ୍ତୁ ଏଠାରେ ହଉଛି ସବୁବେଳେ ତମେ ଅହିଂସା ଆଚରଣ କରିପାରିବ ନାହିଁ। କିନ୍ତୁ ଯେତେବେଳେ ଯେ ତମକୁ କଣ ଅଧର୍ମ ନୀତି ଆଚରଣ କଲା, ତାକୁ ଆମେ ବିରୋଧ କରିକି ତାକୁ ହତ୍ୟା କରିପାରିବା। ଆଉ ସେଇ ଟାଇମରେ ଆମକୁ ହିଂସା ଆଚରଣ କଲେ କିନ୍ତୁ କୌଣସି ପାପ ଲାଗେ ନାହିଁ। ହରେ କୃଷ୍ଣ। କୃଷ୍ଣ ତ ମାତା କହିଛନ୍ତି ଧର୍ମର ସ୍ଥାପନା ପାଇଁ ଆମେ ଅହିଂସା ଆଚରଣ କରିପାରିବା, ସେଠି କିଛି ବିଶେଷ ପାପ ଲାଗିବ ନାହିଁ। କିନ୍ତୁ ଯୋଉ ରୋଜାଲିନ ମାତାଜୀ ଆମର କହିଲେ କି ପଶୁ ମାନଙ୍କୁ ଯେତେବେଳେ କିଛି ଆକ୍ରମଣ, ହତ୍ୟା, ଆଘାତ ପ୍ରକାଶ କରାହଉଛି, ସେଇଟା କେତେ ଦୂର ଠିକ? ମାନେ କହିବ କି ତାଙ୍କୁ ପଶୁ ଜନ୍ମ ମିଳିଛି, ଆମେ ପୂର୍ବ ଜନ୍ମରେ କିଛି ପାପ କରିଥିଲେ, ତେଣୁ ତାଙ୍କୁ ପଶୁ ଜନ୍ମ ମିଳିଛି, ତେଣୁ ଆମେ ତାଙ୍କୁ ଛାଡିବାନି, ଆମେ ବି ତାଙ୍କୁ ଟିକେ ଆଘାତ କରିବା। ତ କେତେ ଦୂର ଏଇ ଜିନିଷଟା ଠିକ ରହିବ? अंकिता मरे तुम्हें क्या? ତାଙ୍କ ପୂର୍ବ ଜନ୍ମରେ ସେ ଯାହା ବି ତାଙ୍କର ଯଦି ବି ସେ ଅଧର୍ମ କରିଥିବେ, ସେ ଯଦି ପଶୁ ଜନ୍ମ ପାଇଛନ୍ତି, ତ ପଶୁ ଜନ୍ମ ତାଙ୍କୁ ଭଗବାନ ହିଁ ନିଜେ ଦେଇଛନ୍ତି। ତ ତାଙ୍କୁ କିଛି ନା କିଛି ଗୋଟେ ରିଜନ ପାଇଁ ଦେଇଥିବେ କି ଏଇ ଜନ୍ମରେ ସେ କିଛି ଗୋଟେ କରିବେ। ଯଦି ଆମେ ତାକୁ ମାରିକି ଆମେ ତାକୁ ଖାଇଦବା, ତ ସେଇଟା ହଉଛି ଆମ ନିଜର ପାପ ହବ। ଆମେ ଜଣକୁ ମାରିକି ପୁଣି କଣ ନର୍ମାଲି ଗୋଟେ ଶବ ପାଖକୁ ଗଲେ ଆମ ଘରକୁ ଆସିକି ଆମେ ଗାଧୁଆ ପାଧୁଆ ପୁରା କରୁଛୁ, କିନ୍ତୁ ଆମେ ସେଇଠି ଆମେ ଜଣକୁ କାଟିକି ନିଜେ ଖାଇଦଉଛୁ, ସେଥିରେ ଆମକୁ ଟିକେ ବି ମାନେ କଣ ଟିକେ ଆଞ୍ଚ ବି ଆସୁନି ଯେ ଆମେ କିଛି ଗୋଟେ ପାପ କରିଛୁ ବୋଲି। ତ ସେଇଟା ଆଗ ଗୋଟେ ମଣିଷ ବି ଭାବିବା କଥା ଯେ ଆମେ ଯଦି ଗୋଟେ ମଣିଷର ଶବ ଦେଖି ଆମେ ଏତେ ଇନକାର କରିପାରୁଛୁ, ତାହେଲେ ପଶୁକୁ ଆମେ କେମିତି ଖାଇପାରିବା ବୋଲି। ସେଟା ଆଗ ମଣିଷର କର୍ତ୍ତବ୍ୟ, ତା ପାଖରେ ବିବେକ ଥିବା ଦରକାର ଯେ ସେଟା ଯାହା କରୁଛି ସେଟା ଭୁଲ କରୁଛି। ମୁଁ କିଛି ହରେ କୃଷ୍ଣ। କହିବି। ହରେ କୃଷ୍ଣ। हरे ହରେ हरे କୃଷ୍ଣ कृष्ण ପ୍ରଭୁ। देवी कुହନ୍ତୁ। ମୁଁ ଏ ପଏଣ୍ଟରେ କିଛି କହିବି। ତ ଯେମାନେ କୁହନ୍ତୁ। ହ୍ୟାଲୋ, ଶୁଭୁଛି ତ? ହଁ କୁହନ୍ତୁ ମାତା, ଶୁଣାଯାଉଛି। ତ ସେମାନେ ପୂର୍ବ ଜନ୍ମରେ ଯେକୌଣସି ପାପ ବି କରିଛନ୍ତି, ଏ ଜନ୍ମରେ ତାଙ୍କୁ ପଶୁ ଜନ୍ମ ମିଳିଛି, ତ ସେ କଷ୍ଟ ଯାହା ବି ସେମାନଙ୍କର ପାପ ଯାହା ସେମାନେ ଭୋଗ କରିବେ, ତ ଯାହା ବି ଦେବେ ସେଟା ଭଗବାନଙ୍କର ଅଧିକାର, ଆମର ନାହିଁ। ତ ଭଗବାନଙ୍କର ଅଧିକାର, ଯାହା ଯିଏ ଯାହା ପାପ କରୁଛି ଭଗବାନଙ୍କର ଅଧିକାର ଅଛି ତାକୁ ଶାସ୍ତି ଦେବାକୁ। ତା ମଣିଷ ଆମେ ଭଗବାନ ନୁହେଁ ଯେ ଆମେ ତାକୁ ଶାସ୍ତି ଦବା ତାଙ୍କୁ ମାରିକି ଖାଇକି। ତ ଯାହା ବି ସେମାନେ ପାପ କରୁଛନ୍ତି, ଆମେ ଯୋଉ ଜନ୍ମରେ ଯାହା ବି ପାପ କରେ ସେଇଟା ଆମେ ଭୋଗିବା, ସେଇଟା ଆମକୁ ଭଗବାନ ଦେବେ ତାର ଶାସ୍ତି। ତ ଆମେ ମଣିଷ ସେଟା କିଛି ତାଙ୍କୁ ଶାସ୍ତି ଦେଇପାରିବେନି ତାଙ୍କର କିଛି ପାପ ପାଇଁ। ପଏଣ୍ଟ ଆଉ ଗୋଟେ ଭଲ ପଏଣ୍ଟ ମିଳିଲା ଆଜି ଶ୍ଲୋକର ମୁଖ୍ୟ ଅଂଶ। ଆଚ୍ଛା, ଆଉ କାହାର କିଛି ଆଉ କିଏ ରହିଲେ? ବସ୍ ଆଉ ଜଣ ଗୋଟେ ଶୁଣିବା, ତାପରେ କମ୍ପ୍ଲିଟ କରିବା। ସ୍ମୃତି ରେଖା ମାତାଜୀ। स्मृति रेखा माताजी ଅଛନ୍ତି? ओके माताजी कनेक्ट ପ୍ରଭୁଜୀ ହେଇ ଗୋଟେ ପାରୁନାହାନ୍ତି। ପ୍ରଶ୍ନ ତ ଅଛି। କାହାର କିଛି ପ୍ରଶ୍ନ? କାହାର କିଛି ପ୍ରଶ୍ନ ଅଛି? ସେଇଠି ଆମେ ଦେଖିବା। ପ୍ରଭୁଜୀ ମୋର କୁହନ୍ତୁ କୁହନ୍ତୁ। କୁହନ୍ତୁ। ପ୍ରଭୁଜୀ ଏଇଟା ମୁଁ କୋଉଠି ପଢିଥିଲି ମୋର ଆଉ ମନେ ନାହିଁ, ବଟ୍ ବୋଧେ ପ୍ରଭୁପାଦଙ୍କ ବୁକ୍ ରୁ ହିଁ ପଢିଥିଲି ନା କଣ। ଅ, ଯୋଉ ଥିଲା ଗୋଟେ ପଶୁ ବଳି ଦବାର ଗୋଟେ ପ୍ରଥା ଥିଲା ପୂର୍ବରୁ, ଯୋଉଥିରେ କି ଋଷିମୁନି ମାନେ ପଶୁଙ୍କ ବଳି ଦେଲା ବେଳେ ମନ୍ତ୍ର ଜାପ କରୁଥିଲେ ଏବଂ ତାଙ୍କର ପୁନର୍ଜନ୍ମ ଭଲ କେମିତି ହଉ ତା ପାଇଁ କିଛି କରୁଥିଲେ। ମୁଁ ଏଇଟା ପର୍ଟିକୁଲାରଲି ଜାଣିନି, ବଟ୍ ସେ ଜିନିଷଟାକୁ ଆ ସହିତ କେମିତି ଲିଙ୍କ କରିପାରିବା ଅହିଂସାର ଇଏ ସହିତ?
हरे कृष्ण हरे रोजालिन कृष्ण। मत आपने कृष्ण को उत्तर देंगे ଆପଣ ସେସନ୍ ଆପଣ କୁହନ୍ତୁ। या पूर्व ମୁଁ କହିଦଉଛି ଭଗବତ ଗୀତାର ଆଜ୍ଞା ବୋଧହୁଏ ତୃତୀୟ ନମ୍ବର ଅଧ୍ୟାୟରେ ଅଛି ଏ ଯୋଉଠି ଋଷିମୁନି ମାନେ କଣ କରୁଥିଲେ ଅଶ୍ୱମେଧ ଯଜ୍ଞ କରୁଥିଲେ ସେଠି ପଶୁ ମାନଙ୍କୁ ବଳି ବି ଦିଆଯାଏ ତାଙ୍କର ହାୟର ଏଲିଭେସନ ପାଇଁ ସେଇ ସମୟରେ ଅହିଂସାର କଣ ମିନିଂ ତାପରେ କେମିତି ଅହିଂସାକୁ ଆମେ ପ୍ରତିପାଦିତ କରିବା ରୋଜାଲିନ ମତ। गुरुजी वॉइस ठीक से आसुने टिके आउथरे। अच्छा तो प्रभुजीଙ୍କର ପ୍ରଶ୍ନ ଅଛି कि भगवत गीता रे वर्णना କରାଯାଇଛି ଯୋଉ ଋଷିମୁନି ମାନେ ଅଶ୍ୱମେଧ ଯଜ୍ଞ କରନ୍ତି ତ ସେମାନେ ପଶୁ ବଳି आगे ଦିଅନ୍ତି ତ ସେଇ ପଶୁ ବଳି आगे ଏଇଥିପାଇଁ ଦିଆଯାଏ ତାଙ୍କର ହାୟର ଏଲିଭେସନ ପାଇଁ ସ୍ପିରିଚୁଆଲ ୱାର୍ଲଡ ରେ ତାଙ୍କର ଏଲିଭେସନ ହଉ କି ମେଟେରିଆଲ ୱାର୍ଲଡ ରେ ଏଲିଭେସନ ହଉ ତ ସେଇ ଜିନିଷଟାକୁ ସେଠି ତ ଗୋଟେ ପଶୁକୁ ବଳି ଦିଆହେଲା ତ ତାକୁ ଆମେ ଏଇ ଅହିଂସା ସହିତ କେମିତି କମ୍ପେୟାର କରିବା। नहीं गुरुजी एटा मैं जाननी अवश्य ओके ସମସ୍ତଙ୍କୁ ବିଶେଷ ଧନ୍ୟବାଦ ସେସନ ବହୁତ ଇଣ୍ଟରେଷ୍ଟିଂ ବିଶେଷ କରି ମାତାଙ୍କର ସୁପର ଆକ୍ଟିଭନେସ୍ ନାହିଁ ଆଉ ଅନ୍ୟମାନଙ୍କର ପାର୍ଟିସିପେସନ ପାଇଁ ତ ମୁଁ ଏଠି ଟିକେ ଭିଡିଓ ଅଫ୍ କରୁଛି ରୋଡ ସାଇଡରେ ଅଛି ତାକି ମୁଁ କିଛି ଗୋଟେ ଦୁଇଟା ଲାଇନ ସେୟାର କରିପାରିବି ତ ଏବେ ମୋ ଭଏସ କ୍ଲିୟର ଅଛି କାଇଁ ଟିକେ କହିଦେଲେ ଉମେଶ ପ୍ରଭୁ ଭଏସ କ୍ଲିୟର ଅଛି ମୋର। आज्ञा प्रभु। हरे कृष्ण प्रभु जी। ହଁ ହରେ କୃଷ୍ଣ ଜୟପ୍ରକାଶ ଆଜ୍ଞା କିଛି ପ୍ରଭୁ जी। କହିବା ପାଇଁ ଚାହୁଁଛ ହଁ କୁହ କୁହ। जो उमेश प्रभु जी जो क्वेश्चन टा कले प्रभु जी तार जदि आंसर टा हम देई पारिबे तो सेवा हे परियो। ओके 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 आंसर दियो ओएस प्रभुଙ୍କ प्रश्नର उत्तर କଣ ରହିବ। ଆଜ୍ଞା ପ୍ରଭୁ ଜୀଙ୍କ କ୍ୱେଶ୍ଚିନ୍ ଥିଲା ତ ମାନେ ସେଟା ଯୋଉ ମାନେ ବ୍ରାହ୍ମଣ ମାନେ ଯୋଉ ମାନେ ବୈଦିକ ଜାଗାରେ ବଳି ଦିଅନ୍ତି ସେଇଟା ହିଂସା କି ନାହିଁ କାହିଁକି ମାନେ ସେଟା ହିଂସା ହଉଛି କି ମାନେ ସେଇଟା ମୁଁ ପଢିଥିଲି ପ୍ରଭୁଜୀ ଆମର ଟିଚିଂସ୍ ଅଫ ଲର୍ଡ ଚୈତନ୍ୟ ଯୋଉଟା ଆମର ଅଛି ମହାପ୍ରଭୁ ସେଇଟା ଜଣେ ଗୋଟେ ଇଭେଣ୍ଟ ହେଇଥିଲା ତାର ଗୋଟେ ଘଟଣା ମାନେ ହେଇଥିଲା ସେଥିରେ ମହାପ୍ରଭୁ ପାଇଥିଲେ କି that sacrifice whole power to be sacrificed for the sake of receiving a fresh younger life by the power of Vedic only such power sacrifice for forgettable of conducting such a sacrifice. In fact, in Kali Yuga, all yajnas are forbidden because they are useless attempts by priests. In Kali Yuga, only Sankirtana Yajna is recommended for all practical purposes. ଯଦି ଏଠି ସେ ଯୋଉ ମାନେ ସେଟା ଯୋଉ ବୈଦିକ ଯୋଉ ମାନେ ଯେ କାମ ଥିଲେ ସେମାନଙ୍କ ମାନେ କଣ ତାଙ୍କ ପାଖରେ ସେତିକି ଜ୍ଞାନ କି ମାନେ ଜୀବ ମାନେ ଯୋଉଟା ସେ ଜୀବ ମାନେ ଇଏ କରୁଛନ୍ତି ସେମାନେ ମାନେ କଣ ତାକୁ ପୁନର୍ଜନ୍ମ ମାନେ କଣ ମାନେ ମୁକ୍ତି ପାଇଯିବା ପାଇଁ ତା ହଉଛି ମାନେ ତାର ଯେତିକି ମାନେ ତାର ଥିବ ତାର ଏ ଧରା ପରେ ତାର ପୁନର୍ଜନ୍ମ ପାଇଁ ସେ ବଳି ଦିଅନ୍ତି କିନ୍ତୁ ଆମର କଳି ଯୁଗ ଏଇଟା ତ ଏତେ ଅଛି ଆମ କଳି ଯୁଗରେ ସେ ବ୍ରାହ୍ମଣ ମାନଙ୍କର ଏମାନେ କୌଣସି ଲୋକ ଯେକୌଣସି କୁହନ୍ତୁ ତ ମାନେ ସେତିକି ଜ୍ଞାନ ନାହିଁ ତ ସେଥିପାଇଁ ସେ ମାନେ କଳି ଯୁଗରେ ସେ ମାନେ ସମ୍ଭବ ନୁହେଁ ଯଜ୍ଞରେ ପଡି ତ ସେଇଟା ତ ନିହାତି ଭାବେ ଯାଉଛି ସେଇଟା ତାକୁ ହିଁ ଲାଗିବ ଆଉ ତ ମାନେ ଏଠି ଲେଖା ହେଇଛି କି ଇନ କଲି ଯୁଗ ମାନେ ସେମାନେ କ୍ୱାଲିଫାଏଡ ନୁହଁ ତ ବ୍ରାହ୍ମଣ ମାନେ କ୍ୟାପାବୁଲ ନୁହଁ କି ଅଫ୍ କଣ୍ଡକ୍ଟିଂ ସଚ୍ ଏ ସାକ୍ରିଫାଇସ୍ ଏଇ ଯୋଉ ତ୍ୟାଗ ମାନେ ଯଜ୍ଞ ଯୋଉ ବଳି ପ୍ରଥା ଅଛି ତ ଏଇଟାକୁ ମାନେ ଯଜ୍ଞରେ ଇଏ କରିବା ପାଇଁ କଳି ଯୁଗରେ ଯୋଉମାନେ ଅଛନ୍ତି କ୍ୟାପାବୁଲ ତ ଏଠି କେବଳ ଏ ଯେ ଠିକ କହିଛନ୍ତି ମହାପ୍ରଭୁଙ୍କର ଆପଣ କଳି ଯୁଗରେ ହରିନାମ କଳି ସଂକୀର୍ତ୍ତନ ଯୁଗରେ ଏଇ ଯଜ୍ଞ ପରଫେକ୍ଟ
କଳି ଯୁଗରେ ଯଜ୍ଞ ଅଛି ଯୋଉଥିରେ ଆମେ ଅଶ୍ୱମେଧ ଯଜ୍ଞ ବୋଲି କହୁଛେ। ତ ଅଶ୍ୱମେଧ ଯଜ୍ଞ ପାଇଁ କୌଣସି ସାଂସନ ନାହିଁ। ଆକ୍ଚୁଆଲି ଅହିଂସାର ସିମ୍ପଲ ମିନିଂ ଆମେ ଯେତେବେଳେ 16 ଚାପ୍ଟର କି 17 ଚାପ୍ଟର ପଢିବା ସେତେବେଳେ ଅହିଂସାର ଗୋଟେ ସିମ୍ପଲ ମିନିଂ ଦିଆହେଇଛି କି ଅବଷ୍ଟ୍ରକ୍ଟିଂ ଦ ସ୍ପିରିଚୁଆଲ ପ୍ରୋଗ୍ରେସ ଅଫ ଏନି ଲିଭିଂ ଏଣ୍ଟିଟି। ଯଦି ଆମେ କାହାର ଆଧ୍ୟାତ୍ମିକ ଜୀବନରେ ପ୍ରଗତିଟା ବନ୍ଦ କରିଦଉଛେ ସେଟା ଅହିଂସା। ତ ସେଇଟା ଏବେ ତୁମେ ଆପ୍ଲାଏ କରିବ କି ଯେକୌଣସି ଜୀବକୁ ହତ୍ୟା କରିବା ପାଇଁ ହଉ କିମ୍ବା ଗୋଟେ ଜୀବକୁ କୃଷ୍ଣ ଭକ୍ତି ଆଡକୁ ନ ନେବା ପାଇଁ ହଉ। ଯଦି ଆମେ କୌଣସି ଜୀବକୁ କୃଷ୍ଣ ଭକ୍ତି ଆଡକୁ ନଉନେ ତାହେଲେ ଆମେ ତା ପ୍ରତି ହିଂସା କରୁଛେ। ଯଦି ଆମେ ଗୋଟେ ଜୀବକୁ ହତ୍ୟା କରୁଛେ ତାହେଲେ ବି ଆମେ ସେ ଜୀବ ପ୍ରତି ହିଂସା କରୁଛେ। ତେଣୁ ଯେତେବେଳେ ମାତାଜୀ ବହୁତ ସୁନ୍ଦର ଭାବରେ ଆମର ରଜନୀ ମାତାଜୀ ବହୁତ ସୁନ୍ଦର ଭାବରେ ଏକ୍ସପ୍ରେସ କଲେ କୌଣସି ଜୀବକୁ ଆଘାତ ବି କରିବାର ନାହିଁ, ଆମର ଅଧିକାର ନାହିଁ। ଆଉ ସେଥିପାଇଁ ଯେହେତୁ ସମସ୍ତେ ଭଗବାନଙ୍କର ସନ୍ତାନ, ଭଗବାନଙ୍କ ଠାରୁ ଆମେ ଭଗବାନ ଆମ ହୃଦୟରେ ସମସ୍ତଙ୍କର ଅଛନ୍ତି, ତ ସେଇ କନେକ୍ସନ ଟାକୁ ଆମକୁ ଚେକ୍ କରିବାର ଅଛି କି ଯେହେତୁ ଭଗବାନ ଅଛନ୍ତି ତମେ ଆମେ କାହାକୁ ହତ୍ୟା କରିପାରିବା ନାହିଁ। ତ ଏଇ ଯୋଉ ପର୍ଟିକୁଲାର ଶ୍ଲୋକରେ ଆଚ୍ଛା ହଁ, ମୁଁ ନିଜେ ଗୋଟେ ବ୍ୟକ୍ତିଗତ ପ୍ରଶ୍ନ ପଚାରିଥିଲି କି ଜୀବ ଯଦି ଗୋଟେ ଜୀବ ଇଏ ପଶୁ ଜନ୍ମରେ ଜନ୍ମ ହେଇଛି, ପୂର୍ବ ଜନ୍ମରେ କର୍ମ କରିଛି କିଛି ଭୁଲ, ତ ଏଇ ଜନ୍ମରେ ତାକୁ ଦଣ୍ଡ ପାଇବାର ବି ଅଛି, ସେଇଥିପାଇଁ ତ ସେ ପଶୁ ଜନ୍ମ ପାଇଛି। କିନ୍ତୁ ଆମର କୌଣସି ଅଧିକାର ନାହିଁ ଆମେ ତାକୁ ଶାସନ କରିବାର, ଆମର ଅଧିକାର ନାହିଁ ଦଣ୍ଡ ଦେବାର। ଅଧିକାର ଲ ଅଫ ନେଚର, କର୍ମର ନିୟମ ଯାହା ଅଛି, ପ୍ରକୃତିର ନିୟମ ଅଛି, ସିଏ ହିଁ ଦେଇପାରିବ। ଭଗବାନଙ୍କର ଏଇଟା ବ୍ୟକ୍ତିଗତ ହସ୍ତକ୍ଷେପ, ଆମର ସେଥିରେ କିଛି ନାହିଁ। ତେଣୁ ସେଥିପାଇଁ ଆମକୁ ଆମେ ଯେତେବେଳେ ସମାଜରେ ରହୁଛେ ଭକ୍ତ ହିସାବରେ ହଉ ତ ଆମକୁ ଗ୍ରେସଫୁଲି ବଞ୍ଚିବାର ଅଛି, ହାର୍ମଲେସଲି ବଞ୍ଚିବାର ଅଛି। ହାର୍ମଲେସଲି ମାନେ କାହାକୁ ବି ନା ଶାରୀରିକ ନା ମାନସିକ ଆଘାତ କରିବାର ଅଛି, କିନ୍ତୁ ବ୍ୟାକଗ୍ରାଉଣ୍ଡ ରେ ଥିବ କି ଆମେ କୃଷ୍ଣ କନସିୟସ ଆଉଟଲୁକ୍, ମାନେ ଆମେ connect ହେଇଯାଇଥିଲା। ତ ଆମେ ସେ କୃଷ୍ଣ କନସିୟସ ଆଉଟଲୁକ୍ ଯୋଉଟା ମୁଁ କହିଲି, ଆମେ ସବୁ ଜାଗାରେ ସେଇ ଜିନିଷଟା କି ନୋଟ କରିବା। ଯେହେତୁ ଆମେ ଦେଖିବା କି ସମସ୍ତଙ୍କ ଭିତରେ ଭଗବାନ ବିଦ୍ୟମାନ ଅଛନ୍ତି, ତ ଆମେ କାହାକୁ ଆଘାତ କରିପାରିବା ନାହିଁ। କିନ୍ତୁ ଯେ ଏଇ ଭଏସ କ୍ଲିୟର ଅଛି ନା? ଅନମ୍ୟୁଟ ଆଜ୍ଞା କରିବାକୁ ପ୍ରଭୁ। ପଡିବ। ଉମେଶ ପ୍ରଭୁ ଟିକେ ଆଜ୍ଞା ପ୍ରଭୁ। ନେଟ ଡିସକନେକ୍ଟ ହେଇଗଲା। ହଁ, ତ ମୁଁ କହୁଥିଲି ତ ଏଇ ଯୋଉ ପର୍ଟିକୁଲାର ଶ୍ଲୋକ ଅଛି, ତ ଏଇଠି କୁହାଯାଇଛି ଆତ୍ମା ନିଜେ କିଲର ନୁହେଁ, ସିଏ କାହାକୁ ହତ୍ୟା କରିପାରିବନି। ୟା ଫିର ଆତ୍ମା କାହାକୁ ମାରିବ ଏଇଟା ବି ନୁହଁ। ଦିଟା, ଆତ୍ମା କର୍ତ୍ତା ହିସାବରେ କାହାକୁ ମାରି ପାରିବନି। ସେକେଣ୍ଡ ତାର ଆକ୍ଟିଭିଟିଜ କୁ ଏକ୍ସପ୍ଲେନ କରାଯାଇଛି କି ଆତ୍ମା ଯୋଉ କୁହାଯାଏ ଗୋଟେ ଅନ୍ୟ ଜୀବକୁ ମାରି ପାରିବନି, ଆକ୍ଟିଭିଟିଜ ଉପରେ ପରଫର୍ମ କର୍ତ୍ତା ହେଇପାରିବନି କେବେ ବି। କିନ୍ତୁ ଭଗବାନଙ୍କର ସାଂସନ ନାହିଁ, ଭଗବାନ ସେଥିପାଇଁ ରେଷ୍ଟ୍ରିକ୍ଟେଡ ଜୀବର ସ୍ୱଳ୍ପ ସ୍ୱତନ୍ତ୍ରତା ଅଛି, କିନ୍ତୁ ରେଷ୍ଟ୍ରିକ୍ଟେଡ ସ୍ୱତନ୍ତ୍ରତା ଅଛି, ସବୁ ଜାଗା ମାରିପାରିବନି। ହେଲା, ଧର କିଏ ପୋଲିସ ଡିପାର୍ଟମେଣ୍ଟରେ କାମ କରୁଛି, ସେ କହିବ କି ନାଇଁ ମୁଁ ପୋଲିସ ଡିପାର୍ଟମେଣ୍ଟରେ କାମ କରିବି, ତା ସାଙ୍ଗରେ ଅଲଗା ଗୋଟେ ଗଭର୍ଣ୍ଣମେଣ୍ଟର ଅଲଗା ଧର ଶିକ୍ଷା ବିଭାଗରେ, ସେଠି ତାର ଏମିତି ତାର ରେଷ୍ଟ୍ରିକ୍ଟେଡ ଇଣ୍ଡିପେଣ୍ଡେନ୍ସ ଥାଏ। ତେଣୁ ଆମେ ବଦ୍ଧ ଜୀବ ହିସାବରେ ଆମର ବି ସେଇଆ ଅଛି, ରେଷ୍ଟ୍ରିକ୍ଟେଡ ମାଇନ୍ୟୁଟ ଇଣ୍ଡିପେଣ୍ଡେନ୍ସ। ତ ଜୀବ ଅନ୍ୟ ଜୀବକୁ ହତ୍ୟା କରିବ ପ୍ରଶ୍ନ ନାହିଁ, ଆଘାତ କରିବା ପ୍ରଶ୍ନ ନାହିଁ। ଆଉ ଏଇଠି ଗୋଟେ ମୁଖ୍ୟ ଜିନିଷ ବର୍ଣ୍ଣନା କରାଯାଇଛି, ଡୁଅରସିପ ମେଣ୍ଟାଲିଟିକୁ କ୍ୟାନସଲ କରାଯାଇଛି। ଜୀବ ଅନ୍ୟକୁ ହତ୍ୟା କରିବ, ଗୋଟେ ଜୀବ ଯେତେବେଳେ ଅନ୍ୟ ଜୀବକୁ ହତ୍ୟା କରୁଛି ତାହାକୁ କଣ କେତେ ଆନନ୍ଦ ଲାଗେ। ହିଟଲର ଯେତେବେଳେ 10,000 ଆର୍ମିକୁ ମାରିଦେଲେ, ତ ଯେତିକି ଇମୋସନାଲ ତାକୁ କଣ କରିବା ପ୍ଲେଜର, ତାକୁ ଯେତିକି ସେ ଫିଲ୍ କରିପାରୁଥିଲେ, ତ ଭାବ ତମେ ଜଣଙ୍କର ହର୍ତ୍ତା କର୍ତ୍ତା ଦୈବ ବିଧାତା, ତ ତମ ପୋଷ୍ଟ ପୋଜିସନ କେତେ ବଢିଯିବ। ତ ଜଣଙ୍କର ଜୀବନ ମୋ ହାତରେ ଅଛି, ତାର ଜନ୍ମ ମରଣ ମୋରି ହାତରେ ଅଛି, ସେ ଲୋକ କେତେ କଣ୍ଟ୍ରୋଲରସିପ ମେଣ୍ଟାଲିଟିକୁ ହୋଲ୍ଡ କରି ରଖିଥିବ। ସେଇଥିପାଇଁ ଏଠି ଜୀବ ନଟ୍ ଏ ଡୁଅର, ସିଏ ପରଫର୍ମର ନୁହଁ କେବେ ବି। ସାଂସନ ସବୁବେଳେ ଭଗବାନଙ୍କର ଦରକାର। ଆଉ ଏଇ ଜାଗାରେ ଭଗବାନ ଜୀବକୁ କୌଣସି ସାଂସନ ଦେଇନାହାନ୍ତି ଜଣକୁ ହତ୍ୟା କରିବା ପାଇଁ। କିମ୍ବା ସେକେଣ୍ଡ ଯୋଉଟା କହିଲା ଆକ୍ଟିଭିଟିଜ ଉପରେ, ତ ଗୋଟେ ଆତ୍ମା ଚାହିଁଲେ ଅନ୍ୟ ଜୀବକୁ ମାରି ପାରିବନି, କାହିଁକି ନା ଅନ୍ୟ ଜୀବ ଯେହେତୁ ଆତ୍ମାର କୌଣସି ମୃତ୍ୟୁ ତ ନାହିଁ, ଅନ୍ୟ ଶରୀର ଯେହେତୁ ମେଟେରିଆଲ ବଡି ଅଛି, ତ ତାକୁ
अन्य जीव को तो मारी परिबनी शरीर को मारले कौन लाभ अछि तो माता जो पॉइंट टा कहले रोजालिनी माता जी ता माने नुह आम जीव हत्या करवा तेणु अन्य एक्टिविटीज हिसाब से परफॉर्मेंस हिसाब से जीव केवे भी कर्ता नुहे आ ए स्पेसिफिक केस रे जीवर रेस्ट्रिक्टेड माइन्यूट इंडिपेंडेंस अछि केवल आ सेकंड एक्टिविटीज हिसाब से जेहेतु सोल आ मटेरियल बॉडी दीटार कॉन्स्टिट्यूएंट्स दीटार जो गठन अलग अलग ये गढ़ा है आत्मा चाहिए केवे अन्य जन को हत्या कर पारिबो ना तेणु अर्जुन को भगवान एक्सप्लेन कर तुम जो मना कर हत्या करबनी बोली एक्चुअली तुम्हें मारुन सी भी हत्या होना तेणु से प्रभुपाद एक्सप्लिसिटली वर्णना करछंती माने नुह आमे तार तार कोन फायदा नहीं कि जीव हत्या करया बोली सेमिति भी नुहे हमको समाज रे एज ए डिवोटी हमको भगवान आउटलुक खोजियार अछि कि भगवान जो दृष्टिकोण में अहिंसा आचरण करवा तार बैकग्राउंड रे भगवान कॉन्शियसनेस को मेंटेन करवा नले कौन हम आम भावुँ आम दया कर सब जीव मान अन्य को आम हिंसा करूने अहिंसा आचरण करुचे आमर इगो बढ़ी जाए कि यार मुई ए सब लोक दया कर जीव मान दया कर पालन कर कौन आम पुणी फल डाउन से डिवोटी आमको भगवान कनेक्शन निश्चय खोजार अच्छी ना आम पुणी फसीजा समस्त बुझेगा पॉइंट गुड़ा शेयर कली हरे कृष्ण प्रजालिन माता जी बुझीगला कि केवल गोटे जिन छाड़ी जाइल कृष्ण कनेक्शन आज्ञा कहीं केवल आज्ञा केवल बुद्धदेव आसिले सिंपल एक्सप्रेस कले अहिंसा परम धर्म किंतु अहिंसा परम धर्म नुहे आम जीव को दया कर अधिकार भी आमर ना कहीं ना आम गोटे जीवर स्पिरिचुअल प्रोग्रेस रे केते दूर भागी एटा आम करि परने आम विषय चिंता कर भी सेल्फ सफिशिएंट भी नुहे आमको जीवन साधु संसार जीव मान संग प्रदान कर एलिवेशन गोटे लोक रास्ता पड़ी अच्छी खाइबा पाऊनी तो मुझे साधु संग केमी प्रदान करी कि प्रसाद नेबी प्रसाद देवी से खाई सुस्थ चल पार हरिनाम करी तार वास्तव आत्मार कल्याण हम शरीर कल्याण यदि करी तेल मो भर अहंकार बढ़ो कारण शरीर प्रति मुझे ध्यान देली शरीर कल्याण यदि सब चिंता करी मो भर पुणी अहंकार पलि आसो कि ना मुझे लोक सुरक्षा रोचे आ से अहंकार एते कौन गोटे इंग्लीश टर्म अच्छी बटरिंग बटरिंग माने से एते सुंदर भाव प्रेजेंट होइतिबो हम भाबिबा कि नहीं किछ नहीं इट्स ऑल ओके से आमको कनेक्शन खोजार अच्छी कि कहीं जीवर उन्नति करुच्छे वास्तव उन्नति कौन वास्तव उन्नति आत्मार प्रोग्रेस स्पिरिचुअल प्रोग्रेस आम डुअर नुहे तो ये दीटा पॉइंट दीटा आउटलुक रखिले कि आज ए परफॉर्मर और कर्ता हिसाब से जीव अन्य जीव को मारी पारे सेकेंड जेहेतु शरीर आत्मार भिन्नता अच्छी गठन में आत्मा चाहिए अन्य जीव को मारी पार दीटा आउटलुक रही हरे कृष्ण तुम बुझ किसी प्रश्न रहा ओके समस्त विशेष धन्यवाद आज सेशन ये डिस्कसन कले आमको बहुत इंटरेस्टिंग जिन मिल लगे भगवद्गीता बहुत किसी अच्छी प्रभुपाद भावार्थ यदि बारंबार बारंबार पढ़ो भी लगे ना भावार्थ एत बढ़िया गोटे गोटे श्लोक प्रति पदे नाना अर्थ कहे बहुत स्पिरिचुअल एप्लिकेशन अच्छी आम निज जीवन में अप्लाई कर शेयर कर ठीक है आम ये कंप्लीट करवा धन्यवाद काली एकादशी अच्छी मोहिनी एकादशी समस्त भगवान को प्रेयर कर भगवान का प्रसन्नता ठीक है अंशाकल्पतरोर्यस्य कृपा सिन्धुभ्येव च पतितानां पावनेभ्यो वैष्णवेभ्यो नमो नमः अनंत कोटि वैष्णव नित्यानंद की जय जगत श्रील प्रभुपाद की जय ग्रंथराज की जय गौर हरे हरे कृष्ण।